ସାର୍ଥକ ମହାପାତ୍ର ଜଣେ ଭଲ ଛାତ୍ର ଏବଂ ସେ ତା ମାମୁଁ ଘର ରହି ଅଧ୍ୟୟନ କରୁଥିଲା ଏବଂ ଏଠୁ ଶିକ୍ଷା ଲାଭ କରିସାରିଲା ପରେ ସୈନିକ ସ୍କୁଲରେ ମଧ୍ୟ ଯାଇକି ଅଧ୍ୟୟନ କଲା। ସୈନିକ ସ୍କୁଲ ପରେ ସେ ମଧ୍ୟ ଯାହା ତାଙ୍କ ମାମୁଁ ଘର ତରଫରୁ ଯେତିକି ଆମ ପାଖରେ ଖବର, ତାପରେ ସିଏ ମେରାଇନ୍ ଇଞ୍ଜିନିୟରିଂ ଟ୍ରେନିଂରେ ମଧ୍ୟ କିଛି ସମୟ କିଛି ମାସ କିଛି ଦେଇଛି। ଦେଲା ପରେ ବିଗତ ବୋଧେ କେତେ ମାସ 6 ମାସ ହେବ ସିଏ ଏକ ସିପିଂ କମ୍ପାନୀରେ ଗୋଟେ କ୍ୟାଡର ହିସାବରେ ଜଏନ୍ କରିଥିଲା ଏବଂ ଗତ 3 ତାରିଖ ଠାରୁ ତାର ପତ୍ତା ମିଳୁନାହିଁ। କହୁଛନ୍ତି ଯେ ଇଜ ମିସିଂ। ଯେଉଁ ଜାହାଜଟି ଚାଇନାରୁ ସିଙ୍ଗାପୁର ଆସୁଥିଲା 2 ତାରିଖ ରାତି ପର୍ଯ୍ୟନ୍ତ ସାର୍ଥକ ସେ ତାଙ୍କ ପରିବାର ସହିତ ଟେଲିଫୋନରେ ମଧ୍ୟ କଥାବାର୍ତ୍ତା ହେଇଛି ଏବଂ ପରିବାର ମଧ୍ୟ ତାଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି। କିନ୍ତୁ 3 ତାରିଖ ଠାରୁ ଆଉ କୌଣସି ତାର ଖୋଜ ଖବର ନାହିଁ। ଏଫାଗରୁ ସେ ବି ଟେଲିଫୋନ ବି ଆଉ ଇଏ କରିନାହିଁ। ଏମାନେ ଯେତେବେଳେ ଟେଲିଫୋନକୁ ତାକୁ ସେ ବି ବୋଧ ଧରି ନାହିଁ। କିନ୍ତୁ ଯେତେବେଳେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସେ ଜାହାଜ ସିପିଂ କର୍ତ୍ତୃପକ୍ଷକୁ ତାଙ୍କ ପରିବାର ତରଫରୁ ଟେଲିଫୋନ ହେଲା, ସେମାନେ କହୁଥିଲେ ଯେ ସାର୍ଥକ ଇଜ ମିସିଂ। କିନ୍ତୁ ଏ ଯେଉଁ ମିସିଂ ଇଏ କୋଉ ବଜାର ବା ସହର ନୁହେଁ ଯେ ମିସିଂ କୁଆଡ଼େ ଚାଲିଗଲା, ଜାହାଜ ଭିତରେ ମିସିଂ। ତେଣୁ ତା ଉପରେ ସଠିକ ଖବର କମ୍ପାନୀ କର୍ତ୍ତୃପକ୍ଷ ତା ପରିବାରକୁ ଦେବା ଉଚିତ। ତା ନ ଦେଇ ବର୍ତ୍ତମାନ ସୁଦ୍ଧା ସେ ମିସିଂ କହି ପରବର୍ତ୍ତୀ ଅବସ୍ଥାରେ ମଧ୍ୟ ଯେତେବେଳେ ଟେଲିଫୋନ ମା କରୁଛି କି ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ କରୁଛନ୍ତି, ସିଏ ଆଉ ଟେଲିଫୋନ ଧରୁନାହାନ୍ତି। ଯାହାଫଳରେ ଏମାନଙ୍କ ଭିତରେ ଗୋଟେ ଦୁଃଖର ସୀମା ଅତିକ୍ରମ କରିଯାଉଛି ଆଉ ଆଙ୍କୁ ବୁଝେଇବା ଭଳି ଶକ୍ତି ମଧ୍ୟ କୋଉ ଲୋକର ନାହିଁ ଯେ ଆମେ କହିଦେବା ଯେ ମିସିଂ ଆଉ 2 ଦିନ ପରେ ସେ ଫେରେ ମିଳିଯିବ। ତେଣୁ ସେଇ ଦୃଷ୍ଟିରୁ ଆମେ ତାଙ୍କୁ କେବଳ ସାନ୍ତ୍ୱନା ଦେବା ପାଇଁ ନିଜ ଏରିଆ ଲୋକ ହିସାବରେ ଆମେ ସକାଳଠୁ ଆଜି ପର୍ଯ୍ୟନ୍ତ ବହୁ ଖାଲି ଆମେ ଯାହା ଆସିକିଛୁ ତା ନୁହେଁ, ଆମ ଭଳି ଅନ୍ୟମାନେ ମଧ୍ୟ ଆସିଛନ୍ତି ସାନ୍ତ୍ୱନା ଦେବା ପାଇଁ। ଏବଂ ସେ ସାନ୍ତ୍ୱନାଟା କେବଳ ବାକ୍ୟରେ ରହିଗଲେ ହେବ ନାହିଁ, ପ୍ରକୃତ କାରଣ ବାହାର କରିବାକୁ ପଡ଼ିବ ଯେ 3 ତାରିଖଠୁ ଆଜି ଆସି ହେଇଗଲାଣି 7 ତାରିଖ, ମାନେ 8 ଦିନ ପାଖାପାଖି ହେଇଗଲା, 5 ଦିନ ହେଇଗଲା। 5 ଦିନ ଭିତରେ ଇନଭେଷ୍ଟିଗେସନ ପ୍ରୋଗ୍ରେସଟା କ'ଣ ହେଇଛି ସେ ବିଷୟରେ ସେମାନେ ଜମା ଅବଗତ କରୁନାହାନ୍ତି ପରିବାରକୁ। ସେ କହିଦିଅନ୍ତେ ନା ମିସିଂ ମାନେ ନାହିଁ। ଏପର୍ଯ୍ୟନ୍ତ କିଛି ନ ହେଉଥିବାରୁ ଆମେ ଚିନ୍ତା କଲୁ ଯେ ଆମର ବର୍ତ୍ତମାନ ଯେଉଁମାନେ ରାଜ୍ୟସଭା ମେମ୍ବରମାନେ ଅଛନ୍ତି କି ଲୋକସଭା ମେମ୍ବର ଯେଉଁମାନେ ଅଛନ୍ତି, ବିଶେଷ କରି ସସ୍ମିତ ପାତ୍ର, ଆମର ସୁଲତା ଦେଓ, ଆମେ ତାଙ୍କୁ କହିବୁ ଯେ ତମେ ଯଥାଶୀଘ୍ର ସିପିଂ ଡିପାର୍ଟମେଣ୍ଟରେ ଯାଇ ଏ ସମ୍ପର୍କରେ ଅନୁଧ୍ୟାନ କର ଯେ ପ୍ରକୃତ ମିସିଂ କ'ଣ ସ୍ଥିତିଟା କ'ଣ ଅଛି ଏବଂ ତାର ପ୍ରକୃତ ରିପୋର୍ଟଟା ତମେ ଆଣ। ଦ୍ୱିତୀୟରେ ଏ ସମ୍ପର୍କରେ ମଧ୍ୟ ଯେହେତୁ ପାର୍ଲାମେଣ୍ଟ ଚାଲିଛି, ତମେ ମଧ୍ୟ ପ୍ରଶ୍ନ କର ଯଦି ଏଇଭଳି ଭାବରେ ଜାହାଜ ମାନଙ୍କରେ ଏ 23 ବର୍ଷ ମାତ୍ର 6 ମାସ ହେଲା ଚାକିରି କରିଛି, ଯେଭଳି ମିସିଂ କହିକି ଜଣକୁ ଯଦି କୁହାଯାଏ ଯେ ମରିଯାଇଛି, ଆଚ୍ଛା ଦୁଃଖଦ ଘଟଣା କିଛି ନ ହେଇପାରେ ଏବଂ ଅନ୍ୟ କାହାର ଯେମିତି ନ ହୁଏ ଏଭଳି ସେଥିପ୍ରତି ମଧ୍ୟ ଜାହାଜ କର୍ତ୍ତୃପକ୍ଷ ବା ଯିଏ ଏମ୍ପ୍ଲୟର ସେଥିପ୍ରତି ଧ୍ୟାନ ଦେବା ଉଚିତ ଏବଂ ତା ଉପରେ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ବିଶେଷ କରି ପ୍ରତ୍ୟେକ ଘରେ ବର୍ତ୍ତମାନ ଆପଣ ଦେଖୁଥିବେ ଗୋଟେ ପ୍ରତ୍ୟେକ ଘରେ ଆପଣ ଆସିଲେ ଆପଣଙ୍କ ଘରେ ନିଶ୍ଚିତ ଭାବରେ ଗୋଟେ ଲାଗିଥିବ କି ସିସିଟିଭି ଲାଗିଥିବ। ସେଇଭଳି ଯେତେବେଳେ ଜାହାଜଟି ପାଣିରେ ଯାଉଛି ତାର ନିଶ୍ଚିତ ଭାବରେ ମୂଲ୍ୟବାନ ସିସିଟିଭି ତା ଦେହରେ ଥିବ। ସେ ସିସିଟିଭିଟାକୁ ଯଦି ଅନୁଧ୍ୟାନ କରାଯିବ ତାହେଲେ ଆମେ ପ୍ରକୃତ ତଥ୍ୟ ଜାଣିପାରିବା ଯେ ଯେଉଁ ମୁହୂର୍ତ୍ତରେ
ସେ ତାର କେବିନରୁ ବାହାରିଛି, ସେ କୁଆଡେ 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 ଯାଇଛି ଆଉ କୋଉଠି ମିସ୍ ହେଲା, ତାର ମୋବାଇଲ ଟେଲିଫୋନ ମଧ୍ୟ ସେଠି ପଡିକି ରହିଛି। ସେଇ ଦୃଷ୍ଟିରୁ ବହୁ ରକମ କଥା ଆସୁଛି, କିନ୍ତୁ ଆମେ ସବୁ କଥା ଯଦି କହିବା ତାହେଲେ ଆମେ ହେଇଯିବା ଯେ ଆମେ ଯେମିତି ଇନଭେଷ୍ଟିଗେଟିଂ ଅଫିସର ବୋଲି ହେଇଯିବୁ। ଆମେ ଭଗବାନଙ୍କୁ ଖାଲି ଡାକୁଛୁ ଯଦି ମିସିଂଟା ମିସ୍ ନ ହେଇକି ଯଦି ସେ ଆମକୁ ମିଳିଯାଆନ୍ତା, ଆମେ ସେଇଥିରେ ଭଗବାନଙ୍କ ପାଖରେ ଚିରଋଣୀ ହୁଅନ୍ତୁ, ପରିବାର ପାଖରେ ମଧ୍ୟ ଆମର ଆଶୀର୍ବାଦ କିଛି ସାର୍ଥକ ହୁଅନ୍ତା। କିନ୍ତୁ ଏତିକି ଆମେ ଏତିକି କହୁଛୁ ଯେ ନିଶ୍ଚିତ ଭାବରେ ଆମେ ଯୋଉ ଯେତିକି ଆପଣଙ୍କୁ କହିଲୁ, ନିଶ୍ଚିତ ଭାବରେ ଆସନ୍ତାକାଲି ଆମେ ଯାଇ ଆମର ଯୋଉମାନେ ଏମ୍ପି ମାନେ ଅଛନ୍ତି ତାଙ୍କୁ କହିବୁ, ଆମର ଯେଉଁମାନେ ବଡ଼ ନେତା ଅଛନ୍ତି ତାଙ୍କୁ ମଧ୍ୟ କହିବୁ ଯେ ଏଇ ଦୁଃଖ ସମୟରେ ତାଙ୍କୁ ସହଯୋଗ ଦିଅ ଏବଂ ଡିପାର୍ଟମେଣ୍ଟରୁ ପ୍ରକୃତ ତଥ୍ୟ ଆଣ ଯେ ମିସିଂ ଶବ୍ଦଟା ଆମେ ଆଉ କେତେଦିନ ଶୁଣିବୁ, କେତେଦିନ ପରେ ଆଉ ଶୁଣିବୁ ନାହିଁ। ସେ ଯାହା ହଉ ଆପଣଙ୍କ ଧୈର୍ଯ୍ୟ ପାଇଁ ଆମେ ସମସ୍ତେ ଆପଣଙ୍କ ପାଖରେ ଋଣୀ। ଆପଣ ଶିଖିବା କଥା ଅଛି, ଏଭଳି ଧୈର୍ଯ୍ୟ ଭଗବାନ ସମସ୍ତଙ୍କୁ ଦିଅନ୍ତୁ ଏବଂ ଭଗବାନ ମଧ୍ୟ ନିଷ୍ଠୁର ନ ହୋଇ ଏ ଯୋଉ ପିଲା ମିସିଂ ହେଇଛି ସେ କେମିତି ମିଳୁ।